ଆସିଥିଲି ଆମର ସରକାରଙ୍କ ତରଫରୁ ଗୋଟେ ଆସିଛି ଯୋଉ ଛୁଆ ମାନଙ୍କର ବାପା ନାହାନ୍ତି ତ ସେମାନଙ୍କୁ ସରକାରଙ୍କ ତରଫରୁ କିଛି ସାହାଯ୍ୟ ମିଳିବ ଯୋଉଟା କି ପଇସା ଆକାରରେ ଏଇଆ କହିଛନ୍ତି ଆମ ଅଙ୍ଗନବାଡି ଦିଦି ଆଉ ସେଇଥିପାଇଁ ଆମେ ଆସିଥିଲୁ। କେତେ ସମୟ ଧରିକି ଠିଆ ହେଲେଣି ଲାଇନ୍? ଏଠି ଘଣ୍ଟାଏ ପାଖା ହେଇଗଲାଣି ଆମେ ଠିଆ ହେଲୁ। ଏଠି ଆଗେ ଯାଇକି ସେଠି ନାଁ ରେଜିଷ୍ଟ୍ରେସନ କଲୁ ତାପରେ ସେ କହିଲେ ଯେ ସେଠି ଯାଇକି ଆପଣଙ୍କ ଡକୁମେଣ୍ଟସ ନେଇକି ଦେବା ନେଇକି କହିଛନ୍ତି। ଏଠି ଏଠି ଲାଇନରେ ଘଣ୍ଟା ଘଣ୍ଟା ଧରି ଠିଆ ହେଲୁ। କଣ ଡକ୍ୟୁମେଣ୍ଟ ସବୁ ନେଇକି ଆସିଛନ୍ତି? ଛୁଆର ଆଧାର କାର୍ଡ ଆଉ ଡେଟ୍ ଅଫ ବାର୍ଥ ସାର୍ଟିଫିକେଟ ଆଉ ବାପାଙ୍କର ଯୋଉ ଡେଥ୍ ସାର୍ଟିଫିକେଟ ମାର ଆଧାର କାର୍ଡ ଆଉ ବ୍ୟାଙ୍କ ଖାତା ଛୁଆର ମାର ଜଏଣ୍ଟ ବ୍ୟାଙ୍କ ଖାତା ଫଟୋ ଆଉ ରାସନ କାର୍ଡ। ଯଦି ଅଙ୍ଗନବାଡି ଦିଦି ତରଫରୁ ଆମର ଗାଁ ଗାଁରେ ବୁଲି ଯଦି ସେମାନେ ଫର୍ମ ଫିଲ୍ଅପ୍ କରିଦେଇଥାନ୍ତେ ଆମେ ଏଠି ଆସି ପହଞ୍ଚି ନଥାନ୍ତୁ। ଏ କାର୍ଯ୍ୟ କଣ ଗୋଟେ ଦିନ ଚାଲିବ ନା କଣ? ନାଇଁ ଗୋଟେ ଦିନ ଚାଲିବ ଯେ କିନ୍ତୁ ଆମକୁ ଦିଦି କହିଥିଲେ ଆଜି ଆସିବା ପାଇଁ ଯଦି ଗୋଟେ ଦିନ ଚାଲିବ ସେମାନେ କଣ କାମ ଥିଲା ଯଦି ବି କରିଥାନ୍ତେ ନହେଲେ ଦିଦି କହିଥାନ୍ତେ କି ଆମେ 30ଟା ପଞ୍ଚାୟତ କି ଆମେ ଏତିକି ଦିଦି ଅଛୁ ଆପଣ ଗୋଟେ କାମ କରନ୍ତୁ ଆମକୁ ଘର ଘର ବୁଲିକି ଆମେ ଘର ଫିଲ୍ଅପ୍ କରିଦେବୁ। ଆପଣ ଭାବୁଥିଲେ ଏଇ ଯୋଉ କାର୍ଯ୍ୟକ୍ରମ 4-5 ଦିନ ଯଦି ହେଇଥାନ୍ତା କିଛି ଟାଇମ ଦିଆ ହେଇଥାନ୍ତା ତାହେଲେ ଲୋକମାନେ କିଛି ଆମେ ଭାବିଥିଲୁ କି 10 ଦିନ କି 5 ଦିନ ହେଇଥିଲେ ଆମେ ଲୋକ କମି ଯାଇଥାନ୍ତେ ଆମେ ଆରାମସେ ଜଣେ ଆସିଲେ ଆମେ ତ ଛୁଆକୁ ନେଇକି ହାତ ଦେବୁ ସିଏ କହିଛନ୍ତି ମାନେ ବାପ ଆସୁ କି ନା ଆସୁ ଯାହା ବି ଯେ ହେଇଥା ବାପଙ୍କ କଥା ନା ଛୁଆକୁ ନେଇକି ଆସିବା 3ଟା କି 2ଟା ନେଇକି ଆସିବୁ ସେ ଛୁଆ ବି ହତାଶ ଆମେ ବି ମୁଁ ଅବନିକାନ୍ତ ସାହୁ ଭିडिଓ କୋରେଇ ଆମର ଆଜି କୋରେଇ ବ୍ଲକ କ୍ୟାମ୍ପସ ଭିତରେ ପାଖାପାଖି 1500 ଲୋକଙ୍କର ଗୋଟେ ଗ୍ୟାଦରିଂ ହେଇଛି ଯୋଉଥିରେ ପାଖାପାଖି 800 ରୁ 900 ଆମର ଯୋଉ ଅର୍ଫାନ୍ସ ବା ସେମି ଅର୍ଫାନ୍ସ ଅଛନ୍ତି ଯୋଉମାନେ 18 ବର୍ଷରୁ କମ ଅଛନ୍ତି ସେମାନଙ୍କର ରେଜିଷ୍ଟ୍ରେସନ ପ୍ରୋସେସ ୱିଥ ଡକୁମେଣ୍ଟେସନ ହଉଛି ସେଟା ସରକାରଙ୍କୁ ଜଣେଇବା ପରେ ସରକାରଙ୍କର ଯୋଉ ବିଭିନ୍ନ ପ୍ରକାର ସ୍କିମ୍ସ ରୁ ତାଙ୍କ ପାଇଁ ସୁବିଧା ଅଛି ସେଟା ସେମାନେ ପାଇବେ। ତାଙ୍କ ପେରେଣ୍ଟସ ମାନେ ଯଦି ସିଙ୍ଗଲ ପେରେଣ୍ଟସ କି ଅଛନ୍ତି ଘର ଭତ୍ତା ରେସନ ପାଇବେ। ପିଲାମାନଙ୍କର ପାଠ ପଢା ବହୁତ ଭଲ ଭାବେ ହବ। ସେମାନଙ୍କୁ ନିଟ୍ ମେଡିକାଲ ଏଣ୍ଟ୍ରାନ୍ସ ଏକ୍ସାମ ଯଦି ଭଲ ପାଠ ପଢିଲେ ଭଲ ମଣିଷ ହେଲେ ତାଙ୍କୁ ବହୁତ ପ୍ରକାର ସୁବିଧା ସୁଯୋଗ ମିଳିବ। ତେଣୁ ଏଇଥିପାଇଁ ଆଜି ଏଟା ବହୁତ ଶାନ୍ତି ଶୃଙ୍ଖଳାରେ ବହୁତ ବଢିଆ ଭାବେ ଆମ ବ୍ଲକ କ୍ୟାମ୍ପସରେ ଏଇଟା ହେଇଛି। କମିଟି ତାଙ୍କୁ ଫାଇନାଲାଇଜ କରିକି ଗଭର୍ଣ୍ଣମେଣ୍ଟକୁ ପଠେଇବେ ମିଟିଂ। ଏଇଟା ସିଡିପିଓଙ୍କ ଅଫିସରୁ ବିଭିନ୍ନ ପ୍ରକାର ଚିଠି ହେଇଥିଲା ମୋ ସିଗ୍ନେଚରରେ ମଧ୍ୟ ଆଇଆଇସି ମେଡିକାଲ ଅଫିସର ଗଭର୍ଣ୍ଣମେଣ୍ଟ ଅଫିସିଆଲ ସମସ୍ତଙ୍କୁ ଚିଠି ହେଇଥିଲା। ପ୍ରତି ପଞ୍ଚାୟତର ସରପଞ୍ଚ ଆଉ ପିଆରଆଇ ମେମ୍ବର୍ସ ମାନଙ୍କୁ ଜଣା ହେଇଥିଲା। ଖୁବ ପ୍ରଚାର ପ୍ରସାର କରାଯାଇଛି ଯାହାଫଳରେ ଆପଣ ଦେଖିପାରୁଛନ୍ତି ବହୁତ ବଢିଆ ଗ୍ୟାଦରିଂ ହେଇଛି। ତାଙ୍କର ଖାଇବା ପିଇବା ଆର ମଧ୍ୟ ସୁବନ୍ଦୋବସ୍ତ ହେଇଛି। ତେଣୁ ଆମେ କରୁଛେ ସୋ ଦ୍ୟାଟ କୋରିଆର ଯେତେ ସବୁ ଅର୍ଫାନ କିଡ୍ ଅଛନ୍ତି ତାଙ୍କୁ ଆମେ ସହଯୋଗ କରିପାରିବା। ତାଙ୍କ ନିଷ୍ପତ୍ତି ଅନୁସାରେ ଗୋଟେ ଦିନ ରଖାଯାଇଛି। ଯଦି ଆପଣମାନେ ଯଦି କିଛି ସେଭଳିଆ କହୁଛନ୍ତି ଆମେ ଲେଖିକି ଜଣେଇଦେବା। ସରକାର ଯଦି 2 ଦିନ ପାଇଁ କରିବେ ଆର ବର୍ଷ ପୁଣି 2 ଦିନ ପାଇଁ କରିବେ। ହଁ କୋରେଇରୁ ସୁନିଲ ଓଝା ରିପୋର୍ଟର ଷ୍ଟୁଡିଓ।